ଜନଜୀବନ ସମ୍ବାଦ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ପୁରାତନ ଯୁଗରେ ମାନବ ଜାତି କୌଣସି ଏକ ନିର୍ଦ୍ଦିଷ୍ଟ ପଦାର୍ଥର ପ୍ରତିବଦଳରେ ଅନ୍ୟ ଏକ ପଦାର୍ଥକୁ ପାଇବା ପାଇଁ ସକ୍ଷମ ହେଉଥିଲା। ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଗୋଟିଏ ଜିନିଷ ପ୍ରତିବଦଳରେ ଅନ୍ୟ ଏକ ଜିନିଷ ଦେବାକୁ ପଡ଼ୁଥିଲା। ପରେ ମାନବ ସମାଜ ଧୀରେ ଧୀରେ ଉନ୍ନତି କରିବା ସହିତ ବିଭିନ୍ନ ନୂତନ ପଦାର୍ଥର ଆବିଷ୍କାର କଲା ଓ ପରେ ତାକୁ ବିନିଯୋଗ ମଧ୍ୟ କଲା। ମୁଦ୍ରାର ପ୍ରଚଳନ ପୂର୍ବରୁ ବହୁତ ଗୁଡ଼ିଏ ପଦାର୍ଥର ପ୍ରତିବଦଳରେ ଅନ୍ୟ ପଦାର୍ଥ ମିଳୁଥିଲା, ଯେପରି କଉଡ଼ି, ଲୁଣ ଇତ୍ୟାଦି। ପରେ ବିଭିନ୍ନ ଧାତୁର ଆବିଷ୍କାର ପରେ ସେହି ଧାତୁର ଉପଯୋଗ କରି ମୁଦ୍ରାର ନିର୍ମାଣ କରାଗଲା, ଯେପରି ସ୍ୱର୍ଣ୍ଣ ମୁଦ୍ରା, ରୌପ୍ୟ ମୁଦ୍ରା, ତାମ୍ର ମୁଦ୍ରା ଓ ଆଧୁନିକ ଯୁଗର ଏବେ ପ୍ରଚଳିତ ଥିବା ବ୍ରୋଞ୍ଜ ଓ ନିକେଲ ନିର୍ମିତ ମୁଦ୍ରା। ମୁଦ୍ରା ଏକ ଛୋଟ ଧାତୁ ନିର୍ମିତ ପଦାର୍ଥ ଯାହାକି ଆକାରରେ ଗୋଲ ଓ ଚଟକା ହୋଇଥାଏ, ଯାହା ପ୍ରାଥମିକ ଭାବେ ଏକ ବିନିଯୋଗର ମାଧ୍ୟମ ଓ ଆଇନତଃ ପ୍ରମାଣିତ। ଏହାର ସ୍ୱତନ୍ତ୍ର ମୂଲ୍ୟ ମଧ୍ୟ ଥାଏ ଓ ସରକାର ଏହାକୁ ନିର୍ମାଣ କରିବା ସଙ୍ଗେ ସଙ୍ଗେ ପରିଚାଳନା ମଧ୍ୟ କରିଥାନ୍ତି। ସ୍ୱତନ୍ତ୍ର ମୂଲ୍ୟର ମୁଦ୍ରା ପାଇଁ ସ୍ୱତନ୍ତ୍ର ଓଜନ ନିର୍ଦ୍ଧାରିତ ଥାଏ। ପୁରାତନ ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ମୁଦ୍ରାର ପ୍ରଚଳନ ଜାରି ରହିଛି। ପୁରାତନ ମୁଦ୍ରା ପୁରାତନ ସଭ୍ୟତାର ଇତିହାସ, ସଂସ୍କୃତି ଓ ଅର୍ଥନୀତିକୁ ପ୍ରଦର୍ଶିତ କରୁଥିବା ବେଳେ ଆଧୁନିକ ମୁଦ୍ରା ଆଧୁନିକ ସଭ୍ୟତାର ଉପଲବ୍ଧିକୁ ପ୍ରଦର୍ଶିତ କରିଥାଏ। ତେବେ ଆସନ୍ତୁ ଜାଣିବା ବିଶ୍ୱର ପ୍ରଚଳିତ ହୋଇଆସିଥିବା ବିଭିନ୍ନ ମୁଦ୍ରା ସମ୍ପର୍କରେ। ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ ପରେ ପରେ ଗ୍ରୀକରେ ରୂପା, ସୁନା ଓ ବ୍ରୋଞ୍ଜ ଧାତୁରେ ନିର୍ମିତ ମୁଦ୍ରାର ପ୍ରଚଳନ ଥିଲା। ଏହା ଉଭୟ ବାଣିଜ୍ୟଗତ ଉଦ୍ଦେଶ୍ୟ ଓ ନିଜ ସାମ୍ରାଜ୍ୟର ବୀରତ୍ୱ ଓ ପରିଚୟକୁ ପରିବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ଥିଲା। ଖ୍ରୀଷ୍ଟପୂର୍ବ 300 ପାଖାପାଖି ପଶ୍ଚିମ ରୋମ ସାମ୍ରାଜ୍ୟର ପତନ ପରେ ରୋମାନ ମୁଦ୍ରାର ନିର୍ମାଣ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଧାତୁରେ କରାଯାଇଥିଲା। ରୋମାନ ମୁଦ୍ରା ବହୁଳ ଭାବେ ବହୁ ଅଞ୍ଚଳରେ ପ୍ରଚଳିତ ଥିଲା। ଏହା ମଧ୍ୟ ସାମ୍ରାଜ୍ୟବାଦୀ ପ୍ରଚାରର ମାଧ୍ୟମ ଥିଲା, କାରଣ ବିଭିନ୍ନ ଶାସକମାନଙ୍କ ମୁହଁ ଓ ସେମାନଙ୍କର ଉପଲବ୍ଧି ମୁଦ୍ରାଗୁଡ଼ିକରେ ଖୋଦିତ ଥିଲା। ଖ୍ରୀଷ୍ଟପୂର୍ବ 1000 ଜିଉ ସାମ୍ରାଜ୍ୟ ପରେ ପରେ ପ୍ରଥମେ ବ୍ରୋଞ୍ଜ ଓ ପରେ ତମ୍ବାରେ ଚିନି ମୁଦ୍ରାର ନିର୍ମାଣ କରାଗଲା। ଚିନି ମୁଦ୍ରାରେ ମଝିରେ ଏକ ଛିଦ୍ର ରହୁଥିଲା, ଯାହାକି ସୂତାରେ ବା କାଠିରେ ଧାରଣ କରି ନେବା ଆଣିବାରେ ଲୋକମାନଙ୍କୁ ସୁବିଧା ହେଉଥିଲା। ପଶ୍ଚିମ ମୁଦ୍ରା ତୁଳନାରେ ଚିନି ମୁଦ୍ରାଗୁଡ଼ିକରେ ଚୀନର କଳାତ୍ମକ ଆକର୍ଷଣ ଉପରେ ପ୍ରାଥମିକତା ଦିଆଯାଉଥିଲା। ଖ୍ରୀଷ୍ଟପୂର୍ବ 550ରୁ 330 ମଧ୍ୟରେ ସ୍ୱର୍ଣ୍ଣ ଓ ରୌପ୍ୟ ଧାତୁରେ ପାର୍ସୀ ମୁଦ୍ରାର ନିର୍ମାଣ କରାଯାଇଥିଲା। ପାର୍ସୀମାନେ ପ୍ରଥମେ ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ନିର୍ମିତ ଦୁଇ ଧାତୁ ମୁଦ୍ରାର ପ୍ରଚଳନ କରିଥିଲେ, ଯାହା ସେମାନଙ୍କର ବିଶାଳ ସାମ୍ରାଜ୍ୟ ଓ ସୀମାପାର ବାଣିଜ୍ୟକୁ ପ୍ରଭାବିତ କରିଥିଲା। ଫଳରେ ସେମାନଙ୍କର ଆର୍ଥିକ ବିକାଶ ଘଟିବା ସଙ୍ଗେ ସଙ୍ଗେ ବିଭିନ୍ନ ଦେଶମାନଙ୍କ ସହିତ ସାଂସ୍କୃତିକ ଆଦାନ ପ୍ରଦାନ ମଧ୍ୟ ଘଟିଥିଲା। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀ ବେଳୁ ରୌପ୍ୟ, ତାମ୍ର ଓ ପରେ ସ୍ୱର୍ଣ୍ଣ ଧାତୁରେ ଭାରତୀୟ ମୁଦ୍ରାର ନିର୍ମାଣ କରାଯାଇଥିଲା। ମୌର୍ଯ୍ୟ ସାମ୍ରାଜ୍ୟ ସମୟରେ ମୁଦ୍ରାଗୁଡ଼ିକରେ ହାତୀ ବା ସୂର୍ଯ୍ୟର ପ୍ରତୀକ ଅଙ୍କିତ ହେଉଥିଲା। କୁଶାନ ସାମ୍ରାଜ୍ୟ ସମୟରେ ସ୍ୱର୍ଣ୍ଣ ନିର୍ମିତ ମୁଦ୍ରାରେ ଭଗବାନ ଶଙ୍କର ଓ ବୁଦ୍ଧଙ୍କର ଛବି ମୁଦ୍ରାଗୁଡ଼ିକରେ ଅଙ୍କିତ ହେଉଥିଲା। ବିଭିନ୍ନ ଭାରତୀୟ ମୁଦ୍ରାରେ ଆମ ଦେଶରେ ଦେବାଦେବୀଙ୍କ ଛବି ଅଙ୍କିତ ହେଉଥିବା ପରିଲକ୍ଷିତ ହୋଇଆସିଛି। ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ସମୟରେ ବିଭିନ୍ନ ଦେବାଦେବୀ ପ୍ରତିଛବି ମୁଦ୍ରାଗୁଡ଼ିକରେ ଅଙ୍କିତ ହେଉଥିଲା, ଯେପରିକି ହନୁମାନ ପଇସା। ଗୋଟିଏ ମୁଦ୍ରାରେ ଗୋଟିଏ ପାର୍ଶ୍ୱରେ ପ୍ରଭୁ ହନୁମାନ ଗନ୍ଧମାର୍ଦ୍ଧନ ପର୍ବତ ଧରି ଉଡ଼ିଯାଉଥିବା ଛବି ଅଙ୍କିତ ଥିବାବେଳେ ଅପର ପାର୍ଶ୍ୱରେ ମୁଦ୍ରାର ମୂଲ୍ୟ ଓ ସେତେବେଳର ମସିହା 1818 ଅଙ୍କିତ ଛବି ଦେଖିବାକୁ ମିଳୁଥିଲା। ଅନ୍ୟ ଏକ ମୁଦ୍ରାରେ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ଛବି ଥିବାବେଳେ ଅପର ପାର୍ଶ୍ୱରେ ମୁଦ୍ରାର ମୂଲ୍ୟ ଓ 1818 ମସିହା ଉଲ୍ଲେଖ ଥିଲା। ଆଜିର ଭାରତୀୟ ମୁଦ୍ରାମାନଙ୍କରେ ଗୋଟିଏ ପାର୍ଶ୍ୱରେ ଆମ ଦେଶର ଅଶୋକ ସ୍ତମ୍ଭ ଓ ଅପର ପାର୍ଶ୍ୱରେ ମୁଦ୍ରାର ମୂଲ୍ୟ ଅଙ୍କିତ ଥିବା ଦେଖିବାକୁ ମିଳେ। ଅନ୍ୟ କେତେଗୁଡ଼ିଏ ମୁଦ୍ରାରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କ ମୁଖମଣ୍ଡଳ ମଧ୍ୟ ଅଙ୍କିତ ହୋଇଥିବା ଦେଖିବାକୁ ମିଳେ। ଆମ ଦେଶରେ ପ୍ରସିଦ୍ଧ ବୈଷ୍ଣୋଦେବୀଙ୍କର ସିଂହବାହିନୀ ଛବି ଅଙ୍କିତ ଥିବା 5 ଟଙ୍କିଆ ମୁଦ୍ରା ଏବେ ମଧ୍ୟ ଆମ ଦେଶରେ ପ୍ରଚଳିତ ଅଛି।